ସୁପ୍ରଭାତ ମୁନି ଚଢେଇ, ସୁପ୍ରଭାତ। ତମେ ଏବେ କେମିତି ଅଛ? ଆଉ ସବୁ ଭଲ ତ? ସୁପ୍ରଭାତ ମୁନ୍ନା ଭାଇ, ସୁପ୍ରଭାତ। ସବୁ କିଛି ଭଲ। କାଲି ବର୍ଷା ବହୁତ ଜୋର ହଉଥିଲା, ସେଥିପାଇଁ ଆମେ କୌଣସି ଖାଦ୍ୟ ସଂଗ୍ରହ କରିପାରିଲୁ ନାହିଁ। ହଁ, ଗତକାଲି ଯେ ବର୍ଷା ଯୋଗୁ ଆମେ ତ ଖାଦ୍ୟ ସଂଗ୍ରହ କରିପାରିଲୁ ନାହିଁ, କିନ୍ତୁ ଆଜି ଯିବା। ଆଜି ନିଶ୍ଚୟ ଆମେ ଖାଦ୍ୟ ପାଇବା। ଚାଲ ଆମେ ଯିବା ନଦୀ କୂଳକୁ। ସେଠାରେ ସବୁବେଳେ ନା କିଛି ଖାଦ୍ୟ ମିଳିଥାଏ। ତେବେ ଜଲ୍ଦି ଚାଲ, ଆଉ ଡେରି କରିବା ନାହିଁ। ଦୁଇ ଜଣ ପକ୍ଷୀ ଆଉ ଡେରି ନ କରି ସେଠାରୁ ସେମାନେ ଉଡ଼ି ଉଡ଼ି ଚାଲିଗଲେ ନଦୀ କୂଳ ପାଖକୁ। ନଦୀ କୂଳ ପାଖରେ ଯାଇ ପହଞ୍ଚିଗଲେ। ଦେଖ ମୁନି ଚଢେଇ, ସେଠାରେ କେତେ ଚାଉଳ ଦାନା ପଡିଛି। ଚାଲ ସେଠାକୁ ଯିବା। ହଁ ତ, ଏଠାରେ ତ ବହୁତ ଚାଉଳ ଦାନା ପଡିଛି। ଆମେ କିନ୍ତୁ ସବୁ ଖାଇବା ନାହିଁ, ଆମେ ବାକି ତକ ଚଢେଇ ମାନଙ୍କ ପାଇଁ ରଖିଦବା। ହଁ, ତୁ ଠିକ କହିଲୁ। ଆମେ ସମସ୍ତେ ମିଳିମିଶି ଖାଇଲେ ଆମେ ଖୁସିରେ ରହିବା। ଏଇ କଥା ସେମାନେ କହୁ କହୁ ସେଠାକୁ ହଠାତ୍ କାଉ ଆସି ପହଞ୍ଚିଗଲା। ବନ୍ଧୁମାନେ, ଯାହା ହଉ ତମ ଭିତରେ ବହୁତ ବନ୍ଧୁତା ଅଛି। ତମେ ଦୁଇ ଜଣ ଖାଦ୍ୟ ଖୋଜିବାକୁ ପହଞ୍ଚିଗଲ, କିନ୍ତୁ ମୋର କୌଣସି ବନ୍ଧୁ ନାହିଁ। ମତେ ତମ ଆଡୁ କିଛି ଖାଇବାକୁ ମିଳିବ କି? ଆରେ, ଆମେ ତ ଏବେ ଆଲୋଚନା କରୁଥିଲୁ ଯେ ଆମେ କାହିଁକି ସବୁ ଖାଦ୍ୟ ଖାଇବୁ। କିଛି ଖାଦ୍ୟ ସବୁ ପକ୍ଷୀ ମାନଙ୍କୁ ଦବୁ, ଦେନେ ସମସ୍ତେ ହସ ଖୁସିରେ ରହିବେ। ନିଶ୍ଚୟ, ଆସ ସମସ୍ତେ ମିଳିମିଶି ହୋଇ ଖାଇବା। ତମେ ମାନେ କେତେ ଦୟାଳୁ। ତମର କଣ ପକ୍ଷୀ ମୁଁ ଏତେ ପର୍ଯ୍ୟନ୍ତ ଦେଖି ନାହିଁ। ସେମାନେ ଖାଦ୍ୟ ଖାଉଥିଲା ବେଳେ ଜୋରରେ ପବନ ଆସିଗଲା। ଚାଲ, ବହୁତ ଜୋରେ ପବନ ଦଉଛି। ଚାଲ ସେ ବଡ ଗଛ ପାଖକୁ ଯାଇ ସେ ଗଛ ଡାଳରେ ବସିବା। ଜଲ୍ଦି ଚାଲ ସମସ୍ତେ। ତମେ ଭଲ କଲ, ଯାଉ ଶୀଘ୍ର ଆମକୁ ସତର୍କତା କରିଦେଲ, ନହେଲେ ଆମେ ତ ଆଜି ପବନରେ ଉଡି ପଳେଇ ଯାଇଥାନ୍ତୁ। କିଛି ସମୟ ପରେ ପବନ ଶାନ୍ତ ହେଇଗଲା। ଚାରିଆରେ ପବନ ବନ୍ଦ ହେଇଗଲା। ସମସ୍ତେ ତଳକୁ ଆସିଲେ। ଦେଖ, ବିପଦ ସମୟରେ ଏକାଠି ରହିଲେ ସବୁ ସହଜ ହୋଇଥାଏ, ନା କଣ କହୁଛ? ସତରେ ଆଜି ମୁଁ ତମମାନଙ୍କ ଠାରୁ ଦୁଇଟି ଶିକ୍ଷା ପାଇଲି। ଗୋଟେ ତ ହଉଛି ଭାଗ କରି ଖାଇବା, ଏବଂ ଆଉ ଗୋଟେ ହଉଛି ଏକାଠି ରହିବା। ଯାହା ହଉ ତମ ପାଖକୁ ଆସିନି ଯୋଗୁରୁ ଆଜି ଦୁଇଟି ଶିକ୍ଷା ଏବଂ ମୋର ଜୀବନ ବି ବଞ୍ଚିଲା। ଯାଉ ଧନ୍ୟବାଦ ତମ ଦୁଇ ଜଣଙ୍କୁ। ହଉ, ତେବେ ଚାଲ ସମସ୍ତେ ଘରକୁ ଫେରିଯିବା। କାଲି ପୁଣି ସମସ୍ତଙ୍କ ସହ ଦେଖାହବ। ଏବେ ସମସ୍ତେ ଚାଲ ଘରକୁ ଫେରିବା। ନିଶ୍ଚୟ, କାଲି ପୁଣି ଏହି ଜାଗାରେ ସମସ୍ତେ ଦେଖାହବା। ତେବେ ସମସ୍ତେ ଚାଲ ଆଜି ଘରକୁ ଫେରିଯିବା। ସବୁ ପକ୍ଷୀ ନିଜ ନିଜର ଘରକୁ ଫେରିଗଲେ। ଏଇ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମତାମତ ଦେବେ।